ଆଦି ପୁସ୍ତକ 3 ପର୍ବ। ସଦାପ୍ରଭୁ ପରମେଶ୍ୱରଙ୍କର ନିର୍ମିତ ଭୂଚର ପଶୁମାନଙ୍କ ମଧ୍ୟରେ ସର୍ପ ସର୍ବାପେକ୍ଷା ଖଳ ଥିଲା। ସେ ନାରୀଙ୍କି କହିଲା, ଆଗୋ, ଏ କି ସତ୍ୟ, ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ୱର ତୁମ୍ଭମାନଙ୍କୁ ନିଷେଧ କରିଅଛନ୍ତି? ନାରୀ ସର୍ପକୁ କହିଲେ, ଆମ୍ଭେମାନେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ଖାଇପାରୁ, କେବଳ ଉଦ୍ୟାନର ମଧ୍ୟସ୍ଥିତ ବୃକ୍ଷର ଫଳ ବିଷୟରେ ପରମେଶ୍ୱର କହିଅଛନ୍ତି, ତୁମ୍ଭେମାନେ ତାହା ଖାଇବ ନାହିଁ ଓ ଛୁଇଁବ ନାହିଁ, ତାହା କଲେ ମରିବ। ସର୍ପ ନାରୀଙ୍କି କହିଲା, ତୁମ୍ଭେମାନେ କୌଣସି ରୂପେ ମରିବ ନାହିଁ, ବରଞ୍ଚ ପରମେଶ୍ୱର ଜାଣନ୍ତି, ତୁମ୍ଭେମାନେ ଯେଉଁଦିନ ତାହା ଖାଇବ, ସେହିଦିନ ତୁମ୍ଭମାନଙ୍କ ଚକ୍ଷୁ ପ୍ରସନ୍ନ ହେବ, ତହିଁରେ ତୁମ୍ଭେମାନେ ପରମେଶ୍ୱରଙ୍କ ପରି ଭଲ ଓ ମନ୍ଦର ଜ୍ଞାନ ପାଇବ। ଏଥିରେ ନାରୀ ସେ ବୃକ୍ଷକୁ ସୁଖାଦ୍ୟର ଉତ୍ପାଦକ ଓ ନୟନର ଲୋଭଜନକ ଓ ଜ୍ଞାନ ଦେବା ନିମିତ୍ତ ବାଞ୍ଛନୀୟ ଦେଖି ତହିଁରୁ ଫଳ ତୋଳି ଖାଇଲେ, ପୁଣି ଆପଣା ସଙ୍ଗସ୍ଥ ସ୍ୱାମୀଙ୍କି ଦିଅନ୍ତେ, ସେ ମଧ୍ୟ ଖାଇଲେ। ତହିଁରେ ସେମାନଙ୍କର ଚକ୍ଷୁ ପ୍ରସନ୍ନ ହୁଅନ୍ତେ, ସେମାନେ ନିଜ ଉଲଙ୍ଗତାର ବୋଧ ପାଇ ଡିମ୍ବିରି ବୃକ୍ଷର ପତ୍ର ସିଇଁ ଘାଗରା ବନାଇଲେ। ତହୁଁ ଦିନାବସାନ ସମୟରେ ଉଦ୍ୟାନ ମଧ୍ୟରେ ଗମନାଗମନକାରୀ ସଦାପ୍ରଭୁ ପରମେଶ୍ୱରଙ୍କ ରବ ଶୁଣି ଆଦମ ଓ ତାଙ୍କର ଭାର୍ଯ୍ୟା ସଦାପ୍ରଭୁ ପରମେଶ୍ୱରଙ୍କ ଛାମୁରୁ ଉଦ୍ୟାନସ୍ଥ ବୃକ୍ଷଗଣ ମଧ୍ୟରେ ଲୁଚିଲେ। ତହିଁରେ ସଦାପ୍ରଭୁ ପରମେଶ୍ୱର ଆଦମକୁ ଡାକି କହିଲେ, ତୁମ୍ଭେ କେଉଁଠାରେ? ସେ ଉତ୍ତର କଲେ, ମୁଁ ଉଦ୍ୟାନ ମଧ୍ୟରେ ତୁମ୍ଭ ରବ ଶୁଣି ଆପଣା ଉଲଙ୍ଗତା ସକାଶେ ଭୀତ ହୋଇ ଲୁଚିଲି। ସେ କହିଲେ, ତୁମ୍ଭେ ଉଲଙ୍ଗ ଅଛ, ଏହା କିଏ ତୁମ୍ଭକୁ ଜଣାଇଲା? ଆମ୍ଭେ ଯେଉଁ ବୃକ୍ଷର ଫଳ ଖାଇବାକୁ ନିଷେଧ କରିଥିଲୁ, ତାହା କି ତୁମ୍ଭେ ଖାଇଅଛ? ଆଦମ କହିଲେ, ତୁମ୍ଭେ ଯେଉଁ ସ୍ତ୍ରୀଙ୍କି ମୋହର ସଙ୍ଗିନୀ ହେବାକୁ ଦେଇଅଛ, ସେ ମୋତେ ସେହି ବୃକ୍ଷର ଫଳ ଦେଲେ, ତହିଁରେ ମୁଁ ଖାଇଲି। ସେତେବେଳେ ସଦାପ୍ରଭୁ ପରମେଶ୍ୱର ନାରୀଙ୍କି କହିଲେ, ଏ କି କଲ? ନାରୀ କହିଲେ, ସର୍ପ ମୋତେ ଭୁଲାଇଲା, ତହିଁରେ ମୁଁ ଖାଇଲି। ତେଣୁ ସଦାପ୍ରଭୁ ପରମେଶ୍ୱର ସର୍ପକୁ କହିଲେ, ଏହି କାର୍ଯ୍ୟ କରିବା ହେତୁରୁ ତୁମ୍ଭେ ସମସ୍ତ ଗ୍ରାମ୍ୟ ଓ ବନ୍ୟ ପଶୁଠାରୁ ଅଧିକ ଶାପଗ୍ରସ୍ତ ହେଲ। ତୁମ୍ଭେ ଆପଣା ପେଟ ଦେଇ ଗମନ କରିବ ଓ ଯାବଜ୍ଜୀବନ ଧୂଳି ଖାଇବ। ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ବୈର ଭାବ ଜନ୍ମାଇବା। ସେ ତୁମ୍ଭର ମସ୍ତକକୁ ଆଘାତ କରିବ ଓ ତୁମ୍ଭେ ତାହାଙ୍କ ଗୋଇଠିକୁ ଆଘାତ କରିବ। ତେଣୁ ସେ ନାରୀଙ୍କି କହିଲେ, ଆମ୍ଭେ ତୁମ୍ଭର ଗର୍ଭବେଦନା ଅତିଶୟ ବଢ଼ାଇବା। ତୁମ୍ଭେ ବ୍ୟଥାରେ ସନ୍ତାନ ପ୍ରସବ କରିବ, ପୁଣି ସ୍ୱାମୀ ପ୍ରତି ତୁମ୍ଭର ବାସନା ରହିବ, ସେ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବ। ଆଉ ସେ ଆଦମକୁ କହିଲେ, ଯେଉଁ ବୃକ୍ଷର ଫଳ ଖାଇବା ବିଷୟରେ ଆମ୍ଭେ ତୁମ୍ଭକୁ ଆଜ୍ଞା ଦେଇ କହିଥିଲୁ, ତାହା ଖାଇବ ନାହିଁ, ତୁମ୍ଭେ ଆପଣା ଭାର୍ଯ୍ୟାର କଥା ଶୁଣି ତାହା ଖାଇଅଛ, ଏଣୁ ତୁମ୍ଭ ସକାଶୁ ଭୂମି ଶାପଗ୍ରସ୍ତ ହେଲା। ତୁମ୍ଭେ ଯାବଜ୍ଜୀବନ କ୍ଲେଶରେ ତହିଁରୁ ଭକ୍ଷ୍ୟ ପାଇବ। ତହିଁରେ କଣ୍ଟା ଓ ଗୋଖରା ଗଛ ଜାତ ହେବ, ପୁଣି ତୁମ୍ଭେ କ୍ଷେତ୍ରର ଶାକ ଭୋଜନ କରିବ। ତୁମ୍ଭେ ଯେଉଁ ମୂର୍ତ୍ତିକାରୁ ଗୃହୀତ ହେଲ, ତହିଁରେ ନ ମିଶିବା ପର୍ଯ୍ୟନ୍ତ ମୁଖର ଝାଳରେ ଆହାର କରିବ। ଯେହେତୁ ତୁମ୍ଭେ ଧୂଳି ଓ ଧୂଳିରେ ପୁନର୍ବାର ମିଶିଯିବ। ଅନନ୍ତର ଆଦମ ଆପଣା ଭାର୍ଯ୍ୟାର ନାମ ହବା ଦେଲେ, ଯେହେତୁ ସେ ଜୀବିତ ସକଳର ମାତା ହେଲେ। ଆଉ ସଦାପ୍ରଭୁ ପରମେଶ୍ୱର ଚର୍ମର ବସ୍ତ୍ର ପ୍ରସ୍ତୁତ କରି ଆଦମ ଓ ତାଙ୍କର ଭାର୍ଯ୍ୟାଙ୍କୁ ପିନ୍ଧାଇଲେ। ଅନନ୍ତର ସଦାପ୍ରଭୁ ପରମେଶ୍ୱର କହିଲେ, ଦେଖ, ମନୁଷ୍ୟ ଭଲ ମନ୍ଦର ବୋଧପ୍ରାପ୍ତ ହୋଇ ଆମ୍ଭମାନଙ୍କ ପରି ଜଣେ ହୋଇଅଛି। ଆଉ ଏବେ ସେ ଯେପରି ହାତ ବଢ଼ାଇ ଅମୃତ ବୃକ୍ଷର ଫଳ ମଧ୍ୟ ତୋଳି ଖାଇ ଅନନ୍ତ ଜୀବୀ ନ ହୁଅଇ, ଏଥିପାଇଁ ସଦାପ୍ରଭୁ ପରମେଶ୍ୱର ଏଦେନ ଉଦ୍ୟାନରୁ ତାଙ୍କୁ ବାହାର କରିଦେଲେ ଓ ସେ ଯେଉଁ ମୂର୍ତ୍ତିକାରୁ ନୀତ ହୋଇଥିଲେ, ତହିଁରେ କୃଷିକର୍ମ କରିବାକୁ ତାଙ୍କୁ ନିଯୁକ୍ତ କଲେ। ଏହି ରୂପେ ସେ ଆଦମକୁ ତଡ଼ିଦେଲେ। ପୁଣି ଅମୃତ ବୃକ୍ଷର ପଥ ରକ୍ଷା କରିବା ନିମିତ୍ତ ଏଦେନ ଉଦ୍ୟାନର ପୂର୍ବ ଦିଗରେ କିରୁବଗଣ ଓ ଚତୁର୍ଦ୍ଦିଗରେ ଘୂର୍ଣ୍ଣାୟମାନ ତେଜୋମୟ ଖଡ୍ଗ ସ୍ଥାପନ କଲେ। ଆଦି ପୁସ୍ତକ 4। ଅନନ୍ତର ଆଦମ ଆପଣା ଭାର୍ଯ୍ୟା ହବାଙ୍କର ସହବାସ କରନ୍ତେ ସେ ଗର୍ଭବତୀ ହୋଇ କଇନ ଅର୍ଥାତ୍ ଲାଭ ନାମକ ଗୋଟିଏ ପୁତ୍ର ପ୍ରସବ କରି କହିଲେ, ସଦାପ୍ରଭୁଙ୍କ ସାହାଯ୍ୟରେ ମୋହର ଏକ ନର ଲାଭ ହୋଇଅଛି। ଏଥିଉତ୍ତାରୁ ସେ ହେବଲ ଅର୍ଥାତ୍ ଅସ୍ଥାୟୀ ନାମକ ତାହାର ସହୋଦରକୁ ପ୍ରସବ କଲେ। ହେବଲ ମେଷପାଳକ ଓ କଇନ କୃଷକ ଥିଲେ। ସମୟାନୁକ୍ରମେ କଇନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିମୁତପୂର୍ଣ୍ଣ ଫଳ ଆଣି ଉତ୍ସର୍ଗ କଲେ।
ଆଉ ହେବଲ ମଧ୍ୟ ନିଜ ପଲର ପ୍ରଥମଜାତ କେତେକ ପଶୁ ଓ ସେମାନଙ୍କର ମେଦ ଉତ୍ସର୍ଗ କଲେ। ସଦାପ୍ରଭୁ ହେବଲଙ୍କୁ ଓ ତାଙ୍କର ନୈବେଦ୍ୟକୁ ଗ୍ରାହ୍ୟ କଲେ, ମାତ୍ର କଇନଙ୍କୁ ଓ ତାଙ୍କର ନୈବେଦ୍ୟକୁ ସେ ଅଗ୍ରାହ୍ୟ କଲେ। ଏହେତୁ କଇନ ଅତି କ୍ରୋଧ କରି ଅଧମୁଖ ହେଲେ। ତହିଁରେ ସଦାପ୍ରଭୁ କଇନଙ୍କୁ କହିଲେ, ତୁମ୍ଭେ କାହିଁକି କ୍ରୋଧ କରୁଅଛ? ଆଉ କାହିଁକି ଅଧମୁଖ ହେଉଅଛ? ସତ୍କର୍ମ କଲେ କି ତୁମ୍ଭେ ଊର୍ଦ୍ଧ୍ୱମୁଖ ହେବ ନାହିଁ? ସତ୍କର୍ମ ନ କଲେ ପାପ ଦ୍ୱାରରେ ଛକିଥାଏ। ତୁମ୍ଭ ପ୍ରତି ତାହାର ବାସ୍ନା ରହିବ, ମାତ୍ର ତୁମ୍ଭେ ତାହା ଉପରେ କର୍ତ୍ତୃତ୍ୱ କରିବ। ଅନନ୍ତର କଇନ ଆପଣା ଭାଇ ହେବଲ ସହିତ କଥାବାର୍ତ୍ତା କଲେ। ତହୁଁ ସେମାନେ କ୍ଷେତରେ ଥିବାବେଳେ କଇନ ଆପଣା ଭାଇ ହେବଲଙ୍କୁ ଆକ୍ରମଣ କରି ବଧ କଲେ। ଅନନ୍ତର ସଦାପ୍ରଭୁ କଇନଙ୍କୁ ପଚାରିଲେ, ତୁମ୍ଭ ଭାଇ ହେବଲ କେଉଁଠାରେ? ସେ କହିଲେ, ମୁଁ ଜାଣେ ନାହିଁ। ମୁଁ କଣ ମୋ ଭାଇର ରକ୍ଷକ? ସେ କହିଲେ, ତୁମ୍ଭେ କଣ କରିଅଛ? ତୁମ୍ଭ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡାକ ପକାଉଅଛି। ଏ ନିମନ୍ତେ ଯେଉଁ ଭୂମି ତୁମ୍ଭ ହସ୍ତରୁ ତୁମ୍ଭ ଭାଇର ରକ୍ତ ଗ୍ରହଣାର୍ଥେ ଆପଣା ମୁଖ ମୁକ୍ତ କରିଅଛି, ସେହି ଭୂମିରେ ଏବେ ତୁମ୍ଭେ ଶାପଗ୍ରସ୍ତ ହେଲ। ଭୂମିରେ କୃଷିକର୍ମ କଲେ ହେଁ ତାହା ଆପଣା ଶକ୍ତି ଦେଇ ଆଉ ତୁମ୍ଭର ସେବା କରିବ ନାହିଁ। ତୁମ୍ଭେ ପୃଥିବୀରେ ପଳାତକ ଓ ଭ୍ରମଣକାରୀ ହେବ। କଇନ ସଦାପ୍ରଭୁଙ୍କୁ କହିଲେ, ମୋହର ଦଣ୍ଡ ଅସହ୍ୟ। ଦେଖ, ତୁମ୍ଭେ ଆଜି ମୋତେ ଏ ସ୍ଥାନରୁ ତଡ଼ିଦେଲ, ତହିଁରେ ତୁମ୍ଭ ସମ୍ମୁଖରୁ ମୁଁ ଗୁପ୍ତ ହେବି। ଏହି ରୂପେ ପୃଥିବୀରେ ପଳାତକ ଓ ଭ୍ରମଣକାରୀ ହେଲେ ଏପରି ହେବ ଯେ କୌଣସି ଲୋକ ମୋତେ ପାଇଲେ ବଦ୍ଧ କରିବ। ଆଉ ସଦାପ୍ରଭୁ ତାଙ୍କୁ କହିଲେ, ଏହେତୁ କେହି କଇନକୁ ବଦ୍ଧ କଲେ ତାହାର 7 ଗୁଣ ଦଣ୍ଡ ହେବ। ପୁଣି କେହି ତାଙ୍କୁ ଦେଖି ଯେପରି ବଦ୍ଧ ନ କରଇ, ଏଥିପାଇଁ ସଦାପ୍ରଭୁ କଇନଙ୍କ ନିମନ୍ତେ ଏକ ଚିହ୍ନ ନିରୂପଣ କଲେ। ଅନନ୍ତର କଇନ ସଦାପ୍ରଭୁଙ୍କ ସମ୍ମୁଖରୁ ପ୍ରସ୍ଥାନ କରି ଏଦନର ପୂର୍ବ ଦିଗସ୍ଥ ନୋଦ ନାମକ ଦେଶରେ ବାସ କଲେ। ଆଉ କଇନ ଆପଣା ଭାର୍ଯ୍ୟାର ସହବାସ କରନ୍ତେ ସେ ଗର୍ଭବତୀ ହୋଇ ହନୋକକୁ ପ୍ରସବ କଲେ। ପୁଣି ସେ ଏକ ନଗର ନିର୍ମାଣ କରି ଆପଣା ପୁତ୍ରର ନାମାନୁସାରେ ତହିଁର ନାମ ହନୋକ ଦେଲେ। ସେହି ହନୋକର ପୁତ୍ର ଇରଦ ଓ ଇରଦର ପୁତ୍ର ମହୁୟାଏଲ ଓ ମହୁୟାଏଲର ପୁତ୍ର ମଥୁସାଏଲ ଓ ମଥୁସାଏଲର ପୁତ୍ର ଲେମକ। ଏହି ଲେମକ 2 ସ୍ତ୍ରୀ ବିବାହ କଲେ। ଏକର ନାମ ଆଦା ଓ ଅନ୍ୟର ନାମ ଶିଲା ଥିଲା। ଆଦାର ଗର୍ଭରେ ଜାବଳ ଜନ୍ମିଲା। ସେ ତମ୍ବୁ ନିବାସୀ ପଶୁପାଳକମାନଙ୍କର ଆଦି ପୁରୁଷ ଥିଲା। ତାହାର ଭାଇର ନାମ ଜୁବଳ। ସେ ବୀଣା ଓ ବଂଶୀବାଦକମାନଙ୍କର ଆଦି ପୁରୁଷ ଥିଲା। ଶିଲାର ଗର୍ଭରେ ତୁବଲ କଇନ ଜନ୍ମିଲା। ସେ ପିତ୍ତଳ ଓ ଲୌହର ନାନା ପ୍ରକାର ଅସ୍ତ୍ର ନିର୍ମାଣକାରୀ ଥିଲା। ତୁବଲ କଇନର ନୟମା ନାମ୍ନୀ ଏକ ଭଗ୍ନୀ ଥିଲା। ଅନନ୍ତର ଲେମକ ଆପଣା ଭାର୍ଯ୍ୟାମାନଙ୍କୁ କହିଲେ, ଆଗୋ ଆଦା ଓ ଶିଲା, ମୋ କଥା ଶୁଣ। ଆଗୋ ଲେମକର ଭାର୍ଯ୍ୟାଗଣ, ତୁମ୍ଭେମାନେ ମୋ ବାକ୍ୟରେ କର୍ଣ୍ଣପାତ କର। ମୁଁ ଆଘାତର ପରିଶୋଧରେ ଜଣେ ମନୁଷ୍ୟକୁ ଓ ପ୍ରହାରର ପରିଶୋଧରେ ଜଣେ ଯୁବାକୁ ବଧ କରିଅଛି। ଯେବେ କଇନର ବଧର ପ୍ରତିଫଳ 7 ଗୁଣ ହୁଏ, ତେବେ ଲେମକର ପ୍ରତିଫଳ 77 ଗୁଣ ନିଶ୍ଚୟ ହେବ। ଏଥିଉତାରୁ ଆଦମ ପୁନଶ୍ଚ ଆପଣା ଭାର୍ଯ୍ୟାଙ୍କର ସହବାସ କରନ୍ତେ ସେ ଏକ ପୁତ୍ର ପ୍ରସବ କରି ତାହାର ନାମ ସେଥ ଅର୍ଥାତ୍ ପ୍ରତିନିଧି ଦେଲେ। ଯେହେତୁ ସେ କହିଲେ, ପରମେଶ୍ୱର ହେବଲର ପ୍ରତିନିଧି ରୂପେ ଆଉ ଗୋଟିଏ ପୁତ୍ର ମୋତେ ଦେଇଅଛନ୍ତି, କାରଣ କଇନ ତାଙ୍କୁ ବଦ୍ଧ କରିଥିଲେ। ତହୁଁ ସେଥର ମଧ୍ୟ ଏକ ପୁତ୍ର ଜନ୍ମିଲା, ଆଉ ସେ ତାହାର ନାମ ଇନୋସ ଦେଲା। ଏହି ସମୟରେ ମନୁଷ୍ୟମାନେ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବାକୁ ଲାଗିଲେ। ଆଦି ପୁସ୍ତକ 5 ପର୍ବ। ଆଦମଙ୍କର ବଂଶାବଳୀର ବୃତ୍ତାନ୍ତ ଏହି। ଯେଉଁଦିନ ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ, ସେହିଦିନ ପରମେଶ୍ୱରଙ୍କ ସାଦୃଶ୍ୟରେ ସେ ତାଙ୍କୁ ନିର୍ମାଣ କଲେ। ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ। ଆଉ ସେମାନେ ସୃଷ୍ଟି ହେବା ଦିନ ସେମାନଙ୍କୁ ଆଶୀର୍ବାଦ କରି ଆଦମ ଅର୍ଥାତ୍ ମନୁଷ୍ୟ ନାମ ଦେଲେ। ଆଦମ 130 ବର୍ଷ ବୟସରେ ଆପଣା ସାଦୃଶ୍ୟ ଓ ପ୍ରତିମୂର୍ତ୍ତିରେ ଏକ ପୁତ୍ର ଜାତ କରି ତାହାର ନାମ ସେଥ ଦେଲେ। ସେଥର ଜନ୍ମ ଉତ୍ତାରେ ଆଦମ 800 ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲେ। ଆଦମଙ୍କର ବୟସ ସର୍ବସୁଦ୍ଧା 930 ବର୍ଷ ଥିଲା, ତହୁଁ ସେ ମଲେ। ସେଥ 105 ବର୍ଷ ବୟସରେ ଇନୋସକୁ ଜାତ କଲା।
ଇନୋସର ଜନ୍ମ ଉତ୍ତାରେ ସେଥ 807 ବର୍ଷ ବଞ୍ଚି ଆହୁରି ପୁତ୍ର କନ୍ୟାମାନଙ୍କୁ ଜାତ କଲା। ସେଥର ବୟସ ସର୍ବସୁଦ୍ଧା 912 ବର୍ଷ ଥିଲା, ତହୁଁ ସେ ମଲା। ଇନୋସ 90 ବର୍ଷ ବୟସରେ କଇନାନକୁ ଜାତ କଲା। ପୁଣି କଇନାନର ଜନ୍ମ ଉତ୍ତାରେ ସେ 815 ବର୍ଷ ବଞ୍ଚି ଆହୁରି ପୁତ୍ର କନ୍ୟାମାନଙ୍କୁ ଜାତ କଲା। ଇନୋସର ବୟସ ସର୍ବସୁଦ୍ଧା 905 ବର୍ଷ ଥିଲା, ତହୁଁ ସେ ମଲା। କଇନାନ 70 ବର୍ଷ ବୟସରେ ମହଲଲେଲକୁ ଜାତ କଲା। ମହଲଲେଲ ଜନ୍ମିଲା ଉତ୍ତାରେ ସେ 840 ବର୍ଷ ବଞ୍ଚି ଆଉ ପୁତ୍ର କନ୍ୟାମାନଙ୍କୁ ଜାତ କଲା। ଆଉ କଇନାନର ବୟସ ସର୍ବସୁଦ୍ଧା 910 ବର୍ଷ ଥିଲା, ତହୁଁ ସେ ମଲା। ମହଲଲେଲ 65 ବର୍ଷ ବୟସରେ ୟେରଦକୁ ଜାତ କଲା। ୟେରଦ ଜନ୍ମିଲା ଉତ୍ତାରେ ସେ 830 ବର୍ଷ ବଞ୍ଚି ଆହୁରି ପୁତ୍ର କନ୍ୟାମାନଙ୍କୁ ଜାତ କଲା। ମହଲଲେଲର ବୟସ ସର୍ବସୁଦ୍ଧା 895 ବର୍ଷ ଥିଲା, ତହୁଁ ସେ ମଲା। ଜେରଦ 162 ବର୍ଷ ବୟସରେ ହନକଙ୍କୁ ଜାତ କଲା। ହନକଙ୍କର ଜନ୍ମ ଉତ୍ତାରେ ସେ 800 ବର୍ଷ ବଞ୍ଚି ଆହୁରି ପୁତ୍ର କନ୍ୟାମାନଙ୍କୁ ଜାତ କଲା। ଜେରଦର ବୟସ ସର୍ବସୁଦ୍ଧା 962 ବର୍ଷ ଥିଲା, ତହୁଁ ସେ ମଲା। ହନକ 65 ବର୍ଷ ବୟସରେ ମଥୁସେଲହକୁ ଜାତ କଲେ। ମଥୁସେଲହର ଜନ୍ମ ଉତ୍ତାରେ ହନକ 300 ବର୍ଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। ପୁଣି ସେ ଆହୁରି ପୁତ୍ର କନ୍ୟାମାନଙ୍କୁ ଜାତ କଲେ। ହନକଙ୍କର ବୟସ ସର୍ବସୁଦ୍ଧା 365 ବର୍ଷ ଥିଲା। ହନକ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ, ଆଉ ସେ ଅନ୍ତରିତ ହେଲେ, ଯେହେତୁ ପରମେଶ୍ୱର ତାଙ୍କୁ ଗ୍ରହଣ କଲେ। ମଥୁସେଲହ 187 ବର୍ଷ ବୟସରେ ଲେମକକୁ ଜାତ କଲା। ଲେମକର ଜନ୍ମ ଉତ୍ତାରେ ମଥୁସେଲହ 782 ବର୍ଷ ବଞ୍ଚି ଆହୁରି ପୁତ୍ର କନ୍ୟାମାନଙ୍କୁ ଜାତ କଲା। ମଥୁସେଲହର ବୟସ ସର୍ବସୁଦ୍ଧା 969 ବର୍ଷ ଥିଲା, ତହୁଁ ସେ ମଲା। ଲେମକ 182 ବର୍ଷ ବୟସରେ ଏକ ପୁତ୍ର ଜାତ କରି ତାହାର ନାମ ନୋହ ଅର୍ଥାତ୍ ସାନ୍ତ୍ୱନା ଦେଲେ, ଯେହେତୁ ସେ କହିଲେ, ସଦାପ୍ରଭୁଙ୍କ ଦ୍ୱାରା ଅଭିଶପ୍ତ ଭୂମିରେ ଆମ୍ଭମାନଙ୍କର ଶ୍ରମ ଓ ହସ୍ତର କ୍ଲେଶ ବିଷୟରେ ଏ ଆମ୍ଭମାନଙ୍କର ସାନ୍ତ୍ୱନା ଜନ୍ମାଇବ। ନୋହଙ୍କର ଜନ୍ମ ଉତ୍ତାରେ ଲେମକ 595 ବର୍ଷ ବଞ୍ଚି ଆହୁରି ପୁତ୍ର କନ୍ୟାମାନଙ୍କୁ ଜାତ କଲେ। ତାଙ୍କର ବୟସ ସର୍ବସୁଦ୍ଧା 777 ବର୍ଷ ଥିଲା, ତହୁଁ ସେ ମଲେ। ଆଉ ନୋହଙ୍କୁ 500 ବର୍ଷ ବୟସ ହେଲା, ଆଉ ନୋହ ସେମ ଓ ହାମ ଓ ଜେଫତକୁ ଜାତ କଲେ।